ତତ୍ସଙ୍ଗେ ସଙ୍ଗେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ଆମ ମାନଙ୍କର ଲିମା ଆଜ୍ଞାଙ୍କ ପାଇଁ ମତେ ଆଜି ଦିନଟି ସ୍ମରଣ କଲେ ମୁଁ ଆଉ ମୋ ପରିବାର ତରଫରୁ ତାଙ୍କୁ କୃତଜ୍ଞତା ଆଉ ଧନ୍ୟବାଦ ଜଣାଏ। ପୁଣି ଆପଣମାନ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଏ। ମାନଙ୍କ ମଧ୍ୟରେ ଜେନା ଆଜ୍ଞା ଅଛନ୍ତି, ମୁଁ ଅନେକ ଦିନ ପରେ ଦେଖି ମୁଁ ବହୁତ ଖୁସି। ମୁଁ ତାଙ୍କ ସହିତ ମିଶି ଆମେ କାମ କରୁଥିଲୁ ଅଳ୍ପ ସମୟ ପାଇଁ। ଆଉ ପ୍ରଭୁ ଆମମାନଙ୍କୁ ଯଦି ବା ଅନ୍ୟ ଅନ୍ୟ ସ୍ଥାନରେ ରଖିଛନ୍ତି, କିନ୍ତୁ ଆଜି ମୁଁ ତାଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ଅଟେ। ଆଉ ତେଣୁ ମୋ ତରଫରୁ ଜେନା ଆଜ୍ଞାଙ୍କୁ ମୁଁ ନମସ୍କାର ସାର୍, ଧନ୍ୟବାଦ। ନମସ୍କାର। ନମସ୍କାର ଆଜ୍ଞା। ଆଉ ଆମମାନଙ୍କର ଡାଳିମ୍ବ ଜେନା ନମସ୍କାର ଆଜ୍ଞା, ସାର୍, ନମସ୍କାର। ନମସ୍କାର ଆଜ୍ଞା। ମୁଁ ଉଭୟ ଜେନା ଆଜ୍ଞାଙ୍କୁ, ମୁଁ ଜେମ୍ସ ରାୟ ଜେନା ଆଜ୍ଞାଙ୍କ କଥା କହୁଥିଲି। ନମସ୍କାର ଆଉ ସାର୍। ନମସ୍କାର ସୁଖା। ଡାଳିମ୍ବ ଜେନା ଆଜ୍ଞାଙ୍କୁ ବି ଧନ୍ୟବାଦ। ପୁଣି ଅନେକ ମୋର ପରିଚୟ ଅଛନ୍ତି। ଅତ୍ୟନ୍ତ ଆନନ୍ଦିତ ଆଜି ଆପଣମାନଙ୍କୁ ସମସ୍ତଙ୍କୁ ଦେଖୁ। ଜେପି ଦାସ ଆଜ୍ଞାଙ୍କୁ, ଦିଦି ନଳିନୀ ଜେନା ଦିଦିକୁ, ଆଉ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦିଏ, ମୋର ହୃଦୟର କୃତଜ୍ଞତା ଜଣାଏ। ଥ୍ୟାଙ୍କ ୟୁ ସିଷ୍ଟର ସୁଷ୍ମା, ସୁନ୍ଦର ଭାବେ ଆପଣଙ୍କର ପରିଚାଳନା ପାଇଁ। ଆଉ ଯୋଉ ଭଉଣୀ ପରିଚାଳନା କଲେ ତାଙ୍କୁ ବି ଧନ୍ୟବାଦ ଦିଏ। ଆଉ ଆଜିର ଅଳ୍ପ ସମୟ ଧ୍ୟାନ ପାଇଁ ମୁଁ ଈଶ୍ୱରଙ୍କର ବାକ୍ୟର ଗୋଟେ ଛୋଟିଆ ଅଂଶ ନେଇଛି ଆପଣ ମାନଙ୍କୁ ଜଣେଇବି ବୋଲି। ଆପଣ ମାନଙ୍କୁ ଦେଖି ମୁଁ ଆନନ୍ଦ ଅନେକ ଆନନ୍ଦ ଜାତ ହେଲା, ମୋ ହୃଦୟ ପ୍ରଫୁଲ୍ଲିତ ହେଇଗଲା। ସୋ ମୁଁ ଆପଣ ମାନଙ୍କ ପାଇଁ କଣ କହିବି, କଣ ରଖିଛନ୍ତି ପ୍ରଭୁ ମୁଁ ଜାଣେ ନାହିଁ, କିନ୍ତୁ ଈଶ୍ୱର ମତେ ଯାହା ଆଜି ଚାଳନା ଦେଇଛନ୍ତି, ମୁଁ ଅଳ୍ପ ସମୟ ଆପଣ ମାନଙ୍କ ଆଗରେ ମୁଁ ରଖିବାକୁ ଚାହେଁ। ଆଉ ଆଜିର ଅଳ୍ପ ସମୟ ଧ୍ୟାନ ପାଇଁ ଆମେ ଈଶ୍ୱରଙ୍କର ବାକ୍ୟରୁ ଯେଉଁ ଅଂଶଟି ପାଠ କରିବା, ଆଉ ତାହା ହଉଛି ଆମ ବିଷୟ ପୁସ୍ତକ ତାର 38 ଅଧ୍ୟାୟ 3 ପଦରୁ 5 ପଦ ପର୍ଯ୍ୟନ୍ତ ଆମେ ପାଠ କରିବା। କିନ୍ତୁ ମୁଁ ତାକୁ କହିବି, ତାପରେ ଆପଣମାନେ ପାଠ କରିବେ। ମୁଁ ଆଜି 3 ଜଣ ବ୍ୟକ୍ତିଙ୍କର କଥା ଆପଣ ମାନଙ୍କର ଆଗରେ ରଖିବା ପାଇଁ ଚାହେଁ। ଯେ ଜଣେ ସାଧୁ, ଜଣେ ଦୁଃଖୀ, ଆଉ ଜଣେ ପତିତ ସାଧୁ। ଆଉ 3 ଜଣ ବ୍ୟକ୍ତିଙ୍କର କଥା ଏଇଠାରେ ଲେଖାଯାଏ। ଆଉ ବିଶେଷ କରି ମୋ ଟପିକ ରହିବ ଲୋତକରେ ଆଶୀର୍ବାଦ ବା ବ୍ଲେସିଂ ଅଫ ଟିୟର। ଯୋଉମାନେ ଆପଣ ଲୋତକ ଝରେଇଛନ୍ତି, ସେମାନେ ଆଶୀର୍ବାଦ ପ୍ରାପ୍ତ ହେଇଛନ୍ତି। ବାଇବେଲରେ ଲୋତକ କଥା ଅନେକ ସ୍ଥାନରେ ଲେଖାଯାଏ। ମୁଁ ଗୋଟେ ବହି ଆଜି ପଢୁଥିଲି ଯେ ଈଶ୍ୱରଙ୍କର ଲୋତକ ମାନଙ୍କ ପାଇଁ, ପୁଣି ଈଶ୍ୱରଙ୍କର ଲୋକମାନଙ୍କ ନିମନ୍ତେ ଲୋତକ ଗୋଟେ ବଡ ଅସ୍ତ୍ର। ଆପଣ ମାନେ ଆଉ ଜାଣନ୍ତି, ଆମ ଦେଶରେ ସୈନିକ ମାନେ ଅଛନ୍ତି। ପ୍ରାୟ ଆମମାନଙ୍କୁ ସୁରକ୍ଷା ଦେବା ପାଇଁ ସେମାନେ ଦେଶର ବିଭିନ୍ନ ସ୍ଥାନରେ ନିୟୋଜିତ ଅଟନ୍ତି। ସେମାନେ ଆମକୁ ସୁରକ୍ଷା ଦେଇଥାନ୍ତି, ଶତ୍ରୁ ମାନଙ୍କ ଠାରୁ ଆମକୁ ଉଦ୍ଧାର କରିଥାନ୍ତି। ଆଉ ଶକ୍ତିଶାଳୀ ଅସ୍ତ୍ର ସେମାନେ ବ୍ୟବହାର କରିଥାନ୍ତି। ଯୁଦ୍ଧରେ ମଧ୍ୟ ଆମେ ଅନେକ ସମୟରେ ବିଭିନ୍ନ ଦେଶରେ ଯୁଦ୍ଧ ହଉଛୁ, ଶକ୍ତିଶାଳୀ ଅସ୍ତ୍ର ସେମାନେ ବ୍ୟବହାର କରନ୍ତି। ପୁଣି ଜଣେ ବ୍ୟକ୍ତି ଯେତେବେଳେ ପାଠ ପଢେ, ତାର ଶକ୍ତିଶାଳୀ ଅସ୍ତ୍ର ହଉଛି ତାର ଡିଗ୍ରୀ। ସେ ସେଥିପାଇଁ ସେ ସ୍ଥିରୀକୃତ ହୁଏ ଏବଂ ସେଥିପାଇଁ ସେ ଚାକିରି ପାଏ। ଆଉ ଜଣେ ବଳବାନ ବ୍ୟକ୍ତି ଯେତେବେଳେ ତାର ବଳକୁ ଦେଖାଏ, ସେ ତାର ଶକ୍ତିରେ ସେ ପ୍ରଦର୍ଶନ କରେ, ଆଉ ସେ ବିଜୟ ପ୍ରାପ୍ତ ହେବା ପାଇଁ ସେ ଇଚ୍ଛା କରିଥାଏ। କିନ୍ତୁ ବାଇବେଲରେ ଲେଖା ହେଇଛି, ଈଶ୍ୱରଙ୍କର ଲୋକମାନଙ୍କ ପାଇଁ ଲୋତକ ଏକ ଶକ୍ତିଶାଳୀ ଅସ୍ତ୍ର। ଆପଣ ଯଦି ଅସ୍ତ୍ର ଧରି ଯୁଦ୍ଧ କରିବେ ତାହେଲେ ହାରିଯିବେ ବାଇବେଲ ଅନୁସାରେ। ଆପଣ ଯଦି ଚେଷ୍ଟା କରିବେ, କାହାକୁ ମାଗିବେ, କାହାକୁ ବିନୟ କରିବେ, ହାରିଯିବେ। କିନ୍ତୁ ଆପଣଙ୍କ ଲୋତକକୁ ଝରେଇବେ, ତେବେ ସଦାପ୍ରଭୁ ଆପଣଙ୍କୁ ଆପଣଙ୍କର ପୁରସ୍କାର ପ୍ରଦାନ କରିବେ। ଆଦି ପୁସ୍ତକ 2 ଅଧ୍ୟାୟର 7 ପଦରେ ଲେଖାଯାଏ, ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ ଅତି ସୁନ୍ଦର କରି। ଯଦି ବା 1 ଅଧ୍ୟାୟରେ ଲେଖା ଅଛି ସେ ସୃଷ୍ଟି କଲେ ବୋଲି, କିନ୍ତୁ 2 ଅଧ୍ୟାୟର 7 ପଦ ଆମେ ଯେତେବେଳେ ସେତେବେଳେ ସେ ବର୍ଣ୍ଣନା କରନ୍ତି ସେ କି ପ୍ରକାର ସେ ସୃଷ୍ଟି କଲେ। ଆଉ ମନୁଷ୍ୟକୁ ସେ ସୁନ୍ଦର କଲେ, ସୃଷ୍ଟି କଲେ। କୋଉଠି ହାତ, କୋଉଠି ଗୋଡ, କୋଉଠି ନାକ, କୋଉଠି କାନ, କଣ ସେ ସବୁ ସେ ଜାଣନ୍ତି। ସେ କାରଣ ତାଙ୍କ ସୃଷ୍ଟି ହଉଛି ଆଶ୍ଚର୍ଯ୍ୟ। ଆଉ ଶେଷରେ ସେ ଦେଖିଲେ ଯେ ମନୁଷ୍ୟର ପାଇଁ ଲୁହର ମଧ୍ୟ ଆଖିର ଆବଶ୍ୟକ ଅଛି। ହୁଏତ କେତେବେଳେ ସେ ଭୁଲିଯାଏ, ସେଥିପାଇଁ ପରମେଶ୍ୱର ତା ଆଖିରେ ଲୁହ ପ୍ରଦାନ କଲେ। ଲୁହ ମନୁଷ୍ୟ ପାଇଁ
ଏକ ଶକ୍ତିଶାଳୀ ଅସ୍ତ୍ର। ଏଇ ଲୁହକୁ ଆମେ ପ୍ରାୟ ଆଉ ଦୁଇଟା ସମୟରେ ଅଧିକ ବ୍ୟବହାର କରିଥାଉ। ଗୋଟେ ହଉଛି ଆମମାନଙ୍କର ଦୁଃଖର ସମୟରେ, ଆଉ ଆଉ ଗୋଟେ ହଉଛି ସୁଖର ସମୟରେ। ଯେତେବେଳେ ଜଣେ ବ୍ୟକ୍ତି ଦୁଃଖ ଦେଇ ଗତି କରେ ସେତେବେଳେ ତାର ଲୁହ ଝରେଇ ଥାଏ। ଆଉ ଯିଏ ଦୁଃଖ ଦେଇ ଯାଇଛି ସେ ହିଁ ଲୁହର ଶକ୍ତି କଣ ସେ ଜାଣିଛି, ଲୁହର ପ୍ରକୃତ ଅର୍ଥ କଣ ସେ ଜାଣିଛି। ଆଉ ଗୋଟେ ଗୋଟେ ବ୍ୟକ୍ତି ଯୋଉମାନେ ଆନନ୍ଦ କରନ୍ତି, ଆନନ୍ଦରେ ସେମାନଙ୍କର କାର୍ଯ୍ୟ ସଫଳ ହେଲା ପରେ ସେମାନେ ଆନନ୍ଦରେ ସେମାନଙ୍କର ଲୁହ ଝରିଯାଏ। ତେବେ ଈଶ୍ୱର ଆମମାନଙ୍କ ପାଇଁ ଲୁହକୁ ଏକ ବରଦାନ ସଦୃଶ୍ୟ ଦେଇଛନ୍ତି, ଯାହାକି ଆମମାନଙ୍କୁ ଝରେଇଲେ, ଆମମାନଙ୍କୁ ଆଉ ତାଙ୍କ ନିକଟରେ ରଖିଲେ ରଖିଲେ ଆମମାନେ ଆଶୀର୍ବାଦ ପ୍ରାପ୍ତ ହେଇଥାଉ, ଆମମାନଙ୍କର ମନସ୍କାମନା ପୂର୍ଣ୍ଣ ହେଇଥାଏ। ତେବେ ମୁଁ ପ୍ରଥମ ବ୍ୟକ୍ତିଙ୍କର କଥା କହିବି, ହିଜକିୟ। ଆପଣ ମାନେ ଦିଟା ସ୍ଥାନରେ ଦେଖିପାରିବେ, ଯେଶାୟା ତାର 38ରେ ମଧ୍ୟ ଦେଖିପାରିବେ, ଦ୍ୱିତୀୟ ରାଜାବଳୀ 18ରେ ମଧ୍ୟ ଦେଖିପାରିବେ। ହିଜକିୟ ଜଣେ ବ୍ୟକ୍ତି ଥିଲେ ଯେ ଜଣେ ସଫଳୀକୃତ ରାଜା ଅଟନ୍ତି। ଇସ୍ରାଏଲର ରାଜା ମାନଙ୍କ ମଧ୍ୟରେ ଜଣେ ସଫଳୀକୃତ ରାଜା ଅଟନ୍ତି। ଦାଉଦ ରାଜାଙ୍କ ପରେ ପରେ ଯଦି ଆପଣ ଯାହାକୁ ଦେଖିବେ ସେ ହଉଛନ୍ତି ଜଣେ ବ୍ୟକ୍ତି ଯେ କି ଆଉ ତାଙ୍କ ରାଜତ୍ୱ କାଳରେ ସେ ସବୁ ସଂସ୍କାର ମନ୍ଦିର ନିମନ୍ତେ ଈଶ୍ୱରଙ୍କ ନିକଟରେ ଆଣିଥିଲେ। এই ପ୍ରକାର କି ଲେଖାଯାଏ ତାଙ୍କ ପୂର୍ବରୁ ଅନେକ ରାଜା ମାନେ ଥିଲେ, ସେମାନେ ଦୁଷ୍ଟ ରାଜା ମାନେ ଥିଲେ, କିନ୍ତୁ ଈଶ୍ୱର ଜଣେ ମନର ମତକୁ ସେତେବେଳେ ଉଠେଇଥିଲେ ଦାଉଦ। ଦାଉଦଙ୍କ ପରେ ପରେ ଯଦି ଆଉ ଜଣେ ଭଲ ରାଜାକୁ ଦେଖୁଛୁ ତାହେଲେ ସେ ହିଜକିୟଙ୍କୁ ଆମେ ଦେଖୁଛୁ। ହିଜକିୟଙ୍କର କଥା ଲେଖାଯାଏ ସେ ଜଣେ ଆଉ ଏଇ ପ୍ରକାର ବ୍ୟକ୍ତି ଥିଲେ ଯେ ଦାଉଦଙ୍କର ସମସ୍ତ କର୍ମ ଅନୁସାରେ ସେ କାର୍ଯ୍ୟ କଲେ। 18 ଅଧ୍ୟାୟରେ ଯଦି ଆମେ 3 ପଦରେ ଯଦି ଦେଖିବା, ଦ୍ୱିତୀୟ ରାଜା ଭଳି ଲେଖାଯାଏ ମଧ୍ୟ ସେ ଯେ ଯେତେ ସବୁ ଆଉ ଯୋଉ ମୂର୍ତ୍ତି ସବୁ ଥିଲା ସେ ସବୁକୁ ସେ ଭାଙ୍ଗି ପକେଇଥିଲେ। ଏଇ ପ୍ରକାର କି ପିତ୍ତଳର ସର୍ପ ମଶାଙ୍କ ସମୟରେ ଯୋଉଟା ଥିଲା ତାକୁ ସେ ଭାଙ୍ଗି ସଂସ୍କାର ଆଣିଥିଲେ। ଆଉ ସେ ମଧ୍ୟ 7 ଅଧ୍ୟାୟରେ ଲେଖାଯାଏ ସେଇ ଦ୍ୱିତୀୟ ରାଜାବଳୀ 18ର, କାରଣ ସେ ସଦାପ୍ରଭୁଙ୍କ ପରି ସଦାପ୍ରଭୁଙ୍କର ଆସକ୍ତ ଥିଲେ। ଆଉ ଆଉ ମଧ୍ୟ ସେଠି ଲେଖାଯାଏ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ଏଇ ପ୍ରକାର ଏକ ସଫଳୀକୃତ ରାଜା ତାଙ୍କ ଜୀବନରେ ଆମେ ଦେଖୁଛୁ ତାଙ୍କ ଚକ୍ଷୁରେ ଲୁହ ଆସୁଛି। ପ୍ରିୟମାନେ, ଆମମାନଙ୍କର ସଫଳତା ଅନେକ ସମୟରେ ଆମମାନଙ୍କୁ ସମ୍ପୂର୍ଣ୍ଣ ବିଜୟ ଦିଏ ନାହିଁ। ଆମମାନଙ୍କର ସଫଳତା ଆମମାନଙ୍କୁ ଅନେକ ସମୟରେ ଉପରକୁ ଉଠାଏ ନାହିଁ, ଈଶ୍ୱରଙ୍କର ନିକଟବର୍ତ୍ତୀ କରେଇ ନାହିଁ। କିନ୍ତୁ ଆମେ ଯେତେବେଳେ କ୍ରନ୍ଦନ କରୁ ସେତେବେଳେ ଈଶ୍ୱରଙ୍କର ନିକଟବର୍ତ୍ତୀ ହଉ। ଜଣେ ଧାର୍ମିକ ଯେତେବେଳେ କ୍ରନ୍ଦନ କରେ ସଦାପ୍ରଭୁଙ୍କର ହୃଦୟ ସେ ହୃଦୟ ତାଙ୍କ ନିକଟବର୍ତ୍ତୀ ହବ। ତେବେ ମହାରାଜ ଏଇ ହିଜକିୟ ଯେତେବେଳେ ସେ ପ୍ରାର୍ଥନା କରୁଛନ୍ତି ସେ ଜାଣିବାକୁ ପାଇଲେ ତାଙ୍କୁ ମରଣ ଉପସ୍ଥିତ ହେଲାଣି, ତାଙ୍କ ସମୟ ହେଲାଣି, ମରିବାକୁ ଯାଉଛନ୍ତି। ସେ ଶୁଣିଦେଲା ପରେ ତାଙ୍କ ହୃଦୟ ଭାଙ୍ଗି ପଡୁଛି, ସେ ଆଗକୁ ଯାଇପାରୁନାହାନ୍ତି, କଣ କରିବି ଆଉ ବୋଲି ସେ ଚିନ୍ତା କରୁଛନ୍ତି। ସେତେବେଳେ ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଆଉ କହୁଛନ୍ତି, ପ୍ରଭୁ ମୁଁ ଏତେ ସଫଳ ଭାବରେ କାର୍ଯ୍ୟ କଲି, ମତେ ଟିକେ ମନେ ପକାଅ, ମୋର ଉତ୍ତମ କର୍ମ ସବୁ ଟିକେ ମନେ ପକାଅ। ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ସେଥିପାଇଁ ସଦାପ୍ରଭୁଙ୍କୁ ସେ ସ୍ମରଣ କରି କହୁଛନ୍ତି। ସେ କାନ୍ଦିଲେ, ଲେଖାଯାଏ ସେ କାନ୍ଥ ଆଡେ ଆଉଜାଇ ହେଇ କାନ୍ଦିଲେ, ଈଶ୍ୱରଙ୍କ ନିକଟରେ ଡାକ ପକେଇଲେ। ପ୍ରିୟମାନେ, ସେତେବେଳେ ସଦାପ୍ରଭୁ ତାଙ୍କ ପ୍ରତି ଅନୁଗ୍ରହ ପ୍ରଦାନ କଲେ। ଆଉ ତାଙ୍କୁ ଯୋଉ ଯିଶାୟାଙ୍କ ଦ୍ଵାରା ଖବର ପଠେଇଥିଲେ, ଯୋଉ ଯିଶାୟାଙ୍କ ଦ୍ଵାରା ବାର୍ତ୍ତା ପଠେଇଥିଲେ ତୁମେ ମରିଯିବ, ସେଇ ଯିଶାୟାଙ୍କୁ ସେ ବ୍ୟବହାର କରି ପଠଉଛନ୍ତି, ତୁମେ ଯାଅ ହିଜକିୟଙ୍କୁ କୁହ ତୁମର ଆୟୁଷ ଆଉ 15 ବର୍ଷ ବଢିଲା। ତେବେ ସଦାପ୍ରଭୁଙ୍କର ବାକ୍ୟରେ ଲେଖାଯାଏ ସଦାପ୍ରଭୁ ଯେତେବେଳେ ଆମମାନଙ୍କ ପ୍ରତି ଦୃଷ୍ଟି କରିବେ ସେତେବେଳେ ଆମମାନଙ୍କର ଆୟୁଷ ବଢିବ, ସେତେବେଳେ ଆମମାନଙ୍କର ଉନ୍ନତି ଆସିବ, ସେତେବେଳେ ଆମମାନଙ୍କର ଲୋକମାନେ ଆଶୀର୍ବାଦ ପ୍ରାପ୍ତ ହେବେ। ଈଶ୍ୱରଙ୍କର ବାକ୍ୟ ଏହା କହେ ଯେ ଯୋଉମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି ସଦାପ୍ରଭୁ ସେମାନଙ୍କୁ ଆୟୁଷ ଦିଅନ୍ତି। ବେଳେ ବେଳେ ସଦାପ୍ରଭୁ ଆମେ ଯେତେବେଳେ ଆଉ ବିଚଳିତ ହେଇଯାଉ ସେତେବେଳେ ଆମକୁ ସଦାପ୍ରଭୁ ତାଙ୍କ ହସ୍ତରେ ରଖନ୍ତି ଏବଂ ବେଳେ ବେଳେ ସେ ଆମକୁ ପରୀକ୍ଷାରେ ମଧ୍ୟ କରିବା ପାଇଁ ଦିଅନ୍ତି। ତେଣୁ ଆଉ ହାକୁବ ପୁସ୍ତକ ତାର ଆଉ 3 ଅଧ୍ୟାୟର 4 ପଦରେ ଲେଖାଯାଏ ଯେ ଆଉ ସଦାପ୍ରଭୁ ପରୀକ୍ଷା କରିବା ପାଇଁ, 1 ଅଧ୍ୟାୟରେ 3 ପଦ 4 ପଦରେ ଲେଖାଯାଏ ସଦାପ୍ରଭୁ ଆମମାନଙ୍କୁ କଣ କରନ୍ତି ନା ପରୀକ୍ଷା କରିବା ପାଇଁ ମଧ୍ୟ ବେଳେ ବେଳେ ଆମମାନଙ୍କୁ ଦୁଃଖ ପଠେଇଥାନ୍ତି,
କଷ୍ଟ ପଠେଇଥାନ୍ତି। ଏଥି ସହିତ 3 ଅଧ୍ୟାୟର ଆଉ 34 ଅଧ୍ୟାୟର 19 ପଦରେ ଯଦି ଆମେ ଦେଖୁ, ସେଠାରେ ଲେଖାଯାଏ ଧାର୍ମିକର ବିପଦ ଅନେକ, କିନ୍ତୁ ସଦାପ୍ରଭୁ ସେଇ ସବୁରୁ ତାଙ୍କୁ ଧାର କରିବେ, କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି ଯୋଉମାନେ ଡାକନ୍ତି, ଯୋଉମାନେ ତାଙ୍କୁ ଡାକନ୍ତି। ତେବେ ଏଇଠି ଆମେ ଦେଖିପାରୁଛୁ ଯେ ହିଜକିୟ ରାଜା ଜଣେ ସଫଳୀକୃତ ବ୍ୟକ୍ତି, ଜଣେ ଉଚ୍ଚ ଶାସନକର୍ତ୍ତା ଅଟନ୍ତି। ତାଙ୍କ ସ୍ଥାନରେ ତାଙ୍କ ତୁଲ୍ୟ କେହି ନଥିଲେ। ସବୁ ଜିନିଷ ସେ ସଂସ୍କାର ଆଣିଥିଲେ, କିନ୍ତୁ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଉଛି। ଆମମାନଙ୍କ ଜୀବନରେ ଯେତେବେଳେ ଆମେ ନିଜକୁ ଗର୍ବ କରୁ, ବେଳେ ବେଳେ ଆମେ ନିଜକୁ ଆଉ ନିଜେ ସବୁ କିଛି ବୋଲି ଭାବୁ, ସେତେବେଳେ ସଦାପ୍ରଭୁ ଗୋଟେ ଛୋଟିଆ ଜିନିଷ ଆମକୁ ପଠାନ୍ତି ଆମମାନଙ୍କୁ ସତର୍କ କରିବା ପାଇଁ। ଆଜି ଆମେ ବସିଥିବା ସମସ୍ତଙ୍କ ପାଇଁ ଏହା ଏକ ବାର୍ତ୍ତା ଅଟେ। ଆମମାନଙ୍କର ସଫଳତା ଆମର ନୁହେଁ, ଆମମାନଙ୍କର ଯୋଉ ଶିକ୍ଷା ଆମର ନୁହେଁ, ଆମମାନଙ୍କର ଧନ ଆମର ନୁହେଁ, ଆମମାନଙ୍କର ବଳ ଆମର ନୁହେଁ, ଆମମାନଙ୍କ ଯୋଉ ଶକ୍ତି ଆମର ନୁହେଁ, ସେ ସବୁ ସଦାପ୍ରଭୁଙ୍କର। ନୂତନ ନିୟମରେ ଲେଖାଯାଏ ଜଣେ ଧନୀ ବ୍ୟକ୍ତି ଥିଲେ। ସେ ରାତିରେ ଯେତେବେଳେ ତାର ବହୁତ ଧନ ସମ୍ପତ୍ତି ଥିଲା, ସେ ଭାବିଲେ ସବୁ କିଛି ମୋର, କିନ୍ତୁ ସଦାପ୍ରଭୁ ସେଇ ରାତ୍ରିରେ ତାଙ୍କ ଠାରୁ ସେ ଜୀବନ ତାଙ୍କ ଠାରୁ ନେଇଗଲେ। ପ୍ରିୟମାନେ, ଏ ସଫଳତା ସଦାପ୍ରଭୁଙ୍କର ଅଟେ। ଆପଣ ମାନେ ଆଉ ମୁଁ ବିଭିନ୍ନ ସ୍ଥାନରେ ଅଛୁ, ଆମେ ଅନେକ ବର୍ଷ ସେବାରେ ଅଛୁ, ଆମେ ଅନେକ ଫଳପ୍ରଦ ଅଟୁ, ଏସବୁ ଆମର ନାହିଁ, ଏସବୁ ସଦାପ୍ରଭୁଙ୍କର ଅଟେ। ତେଣୁ ହିଜକିୟଙ୍କୁ ପ୍ରଭୁ କହିଲେ ନିଶ୍ଚିତ ସ୍ମରଣ କରୁଛୁ। ସେ ତାଙ୍କୁ ସ୍ମରଣ କଲେ, ଆଉ ତାଙ୍କ ଆଖିର ଲୁହକୁ ସେ ପୋଛିଦେଲେ, କହିଲେ ପୁଅରେ ଆଉ 15 ବର୍ଷ ତୋ ପାଇଁ ବୋଲିକି ସମୟ ଦିଆଗଲା। ଆପଣ ଯେତେବେଳେ କ୍ରନ୍ଦନ କରନ୍ତି, ସେ ଶୁଣିବେ, ସେ ଆପଣଙ୍କ କ୍ରନ୍ଦନର ଉତ୍ତର ଦେବେ, ସେ ଆପଣଙ୍କ ସ୍ଥିତିକୁ ବଦଳେଇ ଦେବେ, ଆପଣଙ୍କର ହୁଏତ ମୃତ୍ୟୁକୁ ଘୁଞ୍ଚେଇ ଦେବେ, ଆପଣଙ୍କର ଅବସ୍ଥାକୁ ପରିବର୍ତ୍ତନ କରିବେ। ସେ ହଉଛନ୍ତି ସଦାପ୍ରଭୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଜଣେ ସାଧୁ, ଜଣେ ପ୍ରଭୁପ୍ରିୟ, ଜଣେ ସଫଳତାର ନେତା, ସେ ବର୍ତ୍ତମାନ କ୍ରନ୍ଦନ କରୁଛନ୍ତି। ଆପଣ ସାଧୁ ଭାବରେ, ଆପଣ ଜଣେ ପ୍ରଭୁପ୍ରିୟ ଲୋକ ଭାବରେ ଯେତେବେଳେ କ୍ରନ୍ଦନ କରିବେ, ସଦାପ୍ରଭୁ ଆପଣଙ୍କର କ୍ରନ୍ଦନ ଶୁଣି ସେ କଣ କରିବେ? ଆପଣଙ୍କୁ ଉତ୍ତର ଦେବେ। ଆପଣଙ୍କର କ୍ରନ୍ଦନ ସଦାପ୍ରଭୁଙ୍କ ହୃଦୟକୁ ତରଳେଇ ଦେବ। ଆପଣଙ୍କ କ୍ରନ୍ଦନ ସଦାପ୍ରଭୁଙ୍କର ହୃଦୟକୁ ଆପଣଙ୍କୁ ନିକଟବର୍ତ୍ତୀ କରେଇବ। ତାହା ଆପଣ ପ୍ରାର୍ଥନା କଲେ ବୁଝିପାରିବେ। ତେବେ ଜଣେ ବ୍ୟକ୍ତି ଯେତେବେଳେ ଲୁହ ଝରାଏ, ସେତେବେଳେ ସଦାପ୍ରଭୁ ତାଙ୍କର ସ୍ଥିତିକୁ ପରିବର୍ତ୍ତନ କରନ୍ତି, ତାଙ୍କର ନିକଟବର୍ତ୍ତୀ କରନ୍ତି, ତାଙ୍କୁ ଉତ୍ତର ଦିଅନ୍ତି, ନୂଆ ଜୀବନ ଦିଅନ୍ତି, ନୂଆ ଆଶୀର୍ବାଦ କରନ୍ତି, ଏବଂ ସେ ତାଙ୍କର ସହବର୍ତ୍ତୀ ହୁଅନ୍ତି। ତୃତୀୟ କଥା, ଆମେ ଟିକେ ଆଉ କେଇ ଜଣ ମତେ ପଢିକି ସାହାଯ୍ୟ କରିବେ। ଆଉ ଆଦି ପୁସ୍ତକ ତାର 21 ଅଧ୍ୟାୟର 16 ପଦ, ଆଦି ପୁସ୍ତକ 21 ଅଧ୍ୟାୟ 16 ପଦ। ପୁଣି ସେ ତାହା ଆଗରୁ ଦୂରକୁ ତିରେକ ପରିମାଣ ଯାଇ ବସିଲା, କାରଣ ସେ କହିଲା, ବାଳକର ମରଣ ମୁଁ ଦେଖିବି ନାହିଁ। ପୁଣି ସେ ତାହା ଆଗରେ ବସି ଉଚ୍ଚ ସ୍ୱରରେ ରୋଦନ କଲା। ଏଠି ଲେଖାଯାଏ, ଆମେ ଦେଖୁଛୁ ଯେ ହାଗାରଙ୍କର କଥା ଲେଖା ହେଇଛି। ହାଗାର ଅବ୍ରାହମଙ୍କର ଜଣେ ବିଶ୍ୱସ୍ତ ଦାସୀ ଥିଲେ। ସେ ସାରା ଆଉ ଅବ୍ରାହମଙ୍କର ଅତି ନିକଟବର୍ତ୍ତୀ ଥିଲେ। ସେଥିପାଇଁ ସେମାନଙ୍କୁ ପ୍ରତିଜ୍ଞା ଯେତେବେଳେ କରାଗଲା, ସେ ପ୍ରତିଜ୍ଞାକୁ ଅପେକ୍ଷା କରିବା ପୂର୍ବରୁ ସେମାନେ କଥାବାର୍ତ୍ତା ହେଇ ସାରାଙ୍କୁ, ତାଙ୍କୁ ସାରାଙ୍କ ଗର୍ଭରେ ସନ୍ତାନ ପାଇବା ପାଇଁ ସାରାଙ୍କୁ ହାଗାରଙ୍କୁ ବ୍ୟବହାର କଲେ। ଆଉ ସାରା ହାଗାରଙ୍କୁ ବ୍ୟବହାର କଲେ ଆପଣ ସ୍ୱାମୀକୁ ଦେଇ, ଏବଂ ସେମାନେ ପୁତ୍ର ମଧ୍ୟ ପ୍ରାପ୍ତ ହେଲେ, ସଫଳ ମଧ୍ୟ ହେଲେ। ଯେତେବେଳେ ସେମାନେ ସଫଳ ହେଲେ, ସେତେବେଳେ ଆଉ ବାଳକ ବଢିଲେ, ସେମାନେ ଆଉ ଖୁସି ଆନନ୍ଦ ହେଲେ। କିନ୍ତୁ ସମୟକ୍ରମେ ଇସାକ ମଧ୍ୟ ଜନ୍ମ ହେଲେ। ଉଭୟ ଯେତେବେଳେ ଜନ୍ମ ହେଲେ, ସେତେବେଳେ ଆଉ ଉଭୟଙ୍କ ମଧ୍ୟରେ କିଛି ଟଣା ଓଟରା, କିଛି ଝଗଡାଝାଟି ହେଇଛି ସେମାନଙ୍କ ଭିତରେ। ସେତେବେଳେ ସାରା କହୁଛନ୍ତି ଅବ୍ରାହମକୁ, ତୁମେ ହାଗାରକୁ ଆଉ ତାର ଛୁଆକୁ ପଠେଇ ଦିଅ, ସେମାନେ ଆମ ସାଙ୍ଗରେ ରହିବେ ନାହିଁ। ଅବ୍ରାହମ ଅତ୍ୟନ୍ତ ଦୁଃଖ ହେଲେ, ମନରେ କଷ୍ଟ ହେଲା। କିନ୍ତୁ ଈଶ୍ୱରଙ୍କ ଆଡୁ ତାହା ହେଇଥିଲା, ତେଣୁ ଈଶ୍ୱରଙ୍କୁ ସେ ପଚାରିଲେ। ଈଶ୍ୱର କହିଲେ, ନା, ତାଙ୍କୁ ତୁମେ ପଠାଅ। ପ୍ରିୟମାନେ, ଯେତେବେଳେ ସେମାନେ ଯାଉଛନ୍ତି କିଛି ଆଉ ପାଣି, କିଛି ଖାଦ୍ୟ ନେଇକି, ଅବ୍ରାହମ ବର୍ତ୍ତମାନ ସକାଳେ ଉଠିଲେ, ତାଙ୍କୁ ଛାଡିଗଲେ, ଆଉ ନେଇକି ଏକ ସ୍ଥାନରେ ନେଇ ଛାଡି ଦଉଛନ୍ତି। ଯେତେବେଳେ ଛାଡି ଦେଇକି ଆସୁଛନ୍ତି, ବାଳକ ତା ମା ଚାଲି ଯାଉଛନ୍ତି,
ଏବଂ ଏକ ସ୍ଥାନରେ ରହୁଛନ୍ତି ଯୋଉ ଜାଗାରେ ତାଙ୍କର ଖାଦ୍ୟ ସରିଗଲା, ଯୋଉ ଜାଗାରେ ତାଙ୍କର ପାଣି ସରିଗଲା, ଯୋଉ ଜାଗାରେ ତାଙ୍କର ସହାୟ ନାହିଁ କେହି। ଜଣେ ବାପା, ଜଣେ ସ୍ୱାମୀ ଆଉ ଏଇ ପ୍ରକାର ଭାବରେ ତାଙ୍କୁ ନେଇ ଛାଡି ଦଉଛନ୍ତି। ସେତିକି ବେଳେ ଯେତେବେଳେ ଅବ୍ରାହମ ଛାଡି ଦେଇ ପଳଉଛନ୍ତି, ଏମାନଙ୍କ ପାଖରେ ସାହାରା ନାହିଁ କିଛି, ତାଙ୍କ ଆଖିର ଲୁହ ଝରୁଛି। ହାଗାର ସେତେବେଳେ ଭାବିଲେ ମୁଁ ତ ମରିବି, ମୋ ଛୁଆର ମରଣ କି ପ୍ରକାର ଦେଖିବି, ତେଣୁ ମୁଁ ତାକୁ ଛାଡିଦେବି। ସେତେବେଳେ ସେ ଅତ୍ୟନ୍ତ ଦୁଃଖ କରୁଛନ୍ତି, ଯାହା ଥିଲା ତାହା ସରିଗଲା। ସରିଗଲା ପରେ ସେ କ୍ରନ୍ଦନ କରୁଛନ୍ତି, ତାଙ୍କର ଆଖିରୁ ଲୁହ ଝରଉଛନ୍ତି। ଯେତେବେଳେ ଲୁହ ଝରଉଛନ୍ତି, ସାହା ନାହିଁ, ଭରସା ନାହିଁ, କେହି ନାହିଁ, ସେତେବେଳେ ପରମେଶ୍ୱର ତାଙ୍କ ରବକୁ ଶୁଣୁଛନ୍ତି ଏବଂ ଜଣେ ଦୂତକୁ ଉଠଉଛନ୍ତି। ଆଜିର ଦୁନିଆରେ ଆମେ ଯେତେବେଳେ ଚିନ୍ତା କରୁ, ଅନେକ ସମୟରେ ଆମ ନିଜ ଲୋକମାନେ ଆମକୁ ଛାଡି ଦିଅନ୍ତି। ଈଶାୟା ପୁସ୍ତକରେ ଲେଖାଯାଏ ଯେ ସ୍ତନ୍ୟଦାୟୀ ମାତା ଆପଣା ସନ୍ତାନକୁ ପାଶୋରି ପାରେ, କିନ୍ତୁ ଆମେ କେବେ ମଧ୍ୟ ତୁମକୁ ପାଶୋରିବା ନାହିଁ। ପ୍ରିୟମାନେ, ସାରା ଆଉ ଅବ୍ରାହମ ପାଶୋରି ଗଲେ, ସେମାନଙ୍କ ପ୍ରତିଜ୍ଞାକୁ ସେମାନେ ବହନ କଲେ, କିନ୍ତୁ ଈଶ୍ୱର ତାଙ୍କର ଯତ୍ନ ନେଲେ। ଜଣେ ଦୁଃଖିନୀ ମା, ଜଣେ କଷ୍ଟଦାୟୀ ମା, ଜଣେ ଅଭାବୀ ମା, ଯାହା ପାଖରେ ପାଣି ବି ନାହିଁ, ଯାହା ପାଖରେ ଖାଦ୍ୟ ନାହିଁ, ଯାହା ପାଖରେ ଆଉ ଭବିଷ୍ୟତ ନାହିଁ, ଏଇ ପ୍ରକାର ଏକ ମା ସେ ଈଶ୍ୱରଙ୍କ ନିକଟରେ ଯେତେବେଳେ ସେ ଡାକ ପକାଉଛନ୍ତି, ଛୋଟିଆ ପାଣି ସରିଗଲା, କିନ୍ତୁ ସେ ଝରଣା ସେ ପ୍ରସ୍ତୁତ କରୁଛନ୍ତି, ସଦାପ୍ରଭୁ ତାଙ୍କ ପାଇଁ ଦେଉଛନ୍ତି। ଆପଣ ଯଦି ସେଇ ଅଧ୍ୟାୟ ମାନଙ୍କୁ ପଢିଲେ ଆପଣ ମାନେ ଜାଣିପାରିବେ। ଆମର ଡାକ ସଦାପ୍ରଭୁ ଶୁଣନ୍ତି। ସେ ଟୋପା ଟୋପା ପାଣି ନାହିଁ, ସେ କୂଅ କରନ୍ତି। ଆପଣ ଟିକେ ଯଦି ଆପଣ ପଢିବେ, ତାର 17 ପଦ ଯଦି ପଢିବେ ସେଠି ଆଉ ଦେଖିବେ, ପ୍ଲିଜ ପଢି ଦିଅନ୍ତୁ 17 ପଦ। ସେତେବେଳେ ପରମେଶ୍ୱର ବାଳକର ରୋବ ଶୁଣିଲେ। ପୁଣି ପରମେଶ୍ୱରଙ୍କ ଦୂତ ଆକାଶରୁ ଡାକି ହାଗାରକୁ କହିଲେ, ଆଗ ହାଗାର, ତୁମ୍ଭର କଣ ହେଲା? ଭୟ କର ନାହିଁ, କାରଣ ଯେଉଁ ସ୍ଥାନରେ ବାଳକ ଅଛି ସେହି ସ୍ଥାନରେ ପରମେଶ୍ୱର ତାହାର ରୋବ ଶୁଣିଅଛନ୍ତି। ପରମେଶ୍ୱର ତାଙ୍କର ରୋବ ଶୁଣି ଅଛନ୍ତି, ତୁମେ କାହିଁକି କ୍ରନ୍ଦନ କରୁଛ? 19 ପଦରେ ଲେଖାଯାଏ, 19 ପଦ ପଢମା। ସେତେବେଳେ ପରମେଶ୍ୱର ତାହାର ଚକ୍ଷୁ ପ୍ରସନ୍ନ କରନ୍ତେ ସେ ସଜଳ କୂପ ଦେଖିବାକୁ ପାଇ ସେଠାକୁ ଯାଇ କୁମ୍ଭାରେ ଜଳ ପୁରାଇ ବାଳକକୁ ପାନ କରାଇଲା। ଆପଣ ଲୁହ ଝରାଇ କଷ୍ଟ ପଡି କାନ୍ଦୁଛି, ହୃଦୟ ଭାଙ୍ଗି ଆପଣ ମାତା, ସେତେବେଳେ ଗୋଟିଏ ଟୋପା ପାଣି ପାଇଁ ପରମେଶ୍ୱର ଏକ କୂପ ଦେଖାଉଛନ୍ତି। ପ୍ରିୟମାନେ, ଆମେ ଯେତେବେଳେ ଅଳ୍ପ ମାଗୁ, ପରମେଶ୍ୱର ଆମ ରବରେ ଯେତେବେଳେ ସନ୍ତୁଷ୍ଟ ହୁଅନ୍ତି, ଆମେ ଲୁହ ଝରଉ, ସେତେବେଳେ ପରମେଶ୍ୱର ଆମମାନଙ୍କୁ ପ୍ରଚୁର ଦେବେ। କାରଣ ଆମମାନଙ୍କର ପରମେଶ୍ୱର ପ୍ରଚୁରତାର ପରମେଶ୍ୱର, ଆମମାନଙ୍କର ମନର କଥା ଜାଣନ୍ତି, ଆମମାନଙ୍କ ଜୀବନର କଥା ଜାଣନ୍ତି। ସେଥିପାଇଁ ସେଇଦିନ ସେ ହାଗାରର ଲୁହକୁ ଦେଖିଲେ ଏବଂ ତାଙ୍କୁ ଆଶୀର୍ବାଦ କଲେ। ତାଙ୍କୁ କହିଲେ, ତୁମେ ଭୟ କର ନାହିଁ, ଆମ୍ଭେ ତୁମର ରବ ଶୁଣିଅଛୁ। ଅତ୍ୟନ୍ତ ପ୍ରେମର ସହିତ ଆସି ତାଙ୍କୁ କହୁଛନ୍ତି। ହୁଏତ ଆଜି ଆମର ବନ୍ଧୁବାନ୍ଧବ, ଆମର ଜ୍ଞାତି କୁଟୁମ୍ବ, ଆମ ନିଜର ଲୋକ ଆମକୁ ସେତେ ପ୍ରେମ କରିବେ ନାହିଁ, କିନ୍ତୁ ଈଶ୍ୱର ଯେତେବେଳେ ଆଉ ଆମ ପ୍ରତି ଧ୍ୟାନ ଦେବେ, ଆମେ ଯେତେବେଳେ ଈଶ୍ୱରଙ୍କ ପ୍ରତି ଦୃଷ୍ଟିପାତ କରିବା, ଆଉ ସେତେବେଳେ ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ, ଆମମାନଙ୍କର ଲୁହକୁ ପୋଛି ଦେବେ, ଆମମାନଙ୍କର ହୃଦୟର ଦୁଃଖକୁ ଦୂର କରିବେ, ଆମମାନଙ୍କର ମନର କଷ୍ଟକୁ ସେ ଦୂର କରିବେ। ପ୍ରିୟମାନେ, ତେବେ ଆମମାନଙ୍କର କ୍ରନ୍ଧନ ଯେତେବେଳେ କରୁ, ଆମମାନଙ୍କର ଲୁହ ଯେତେବେଳେ ଆମେ ଢାଳୁ, ସେ ଲୁହରେ ଏତେ ଶକ୍ତି ଅଛି, ପରମେଶ୍ୱରଙ୍କ ହୃଦୟକୁ ତରଳେଇ ଦେବ। ତେବେ ଆମେ ଆମର ଲୁହ ଆମେ କେବେ ପକେଇଛୁ କି? ଆମମାନଙ୍କର ଲୁହ ଝରେ କେବେ ପ୍ରାର୍ଥନା କରିଛୁ କି? ଆମେ ଯେତେ ସବୁ ଲୁହ ଝରଉ, ତା ସବୁ ପରମେଶ୍ୱର ତାଙ୍କ ଏକ ସ୍ଥାନରେ ରଖିଛନ୍ତି, ସେ ଏକ ପାତ୍ରରେ ରଖିଛନ୍ତି। ତାର ପୁରସ୍କାର ଦିନେ ଆମମାନଙ୍କୁ ସେ ଦେବେ। ତେବେ ତାଙ୍କ ପୁସ୍ତକରେ ମଧ୍ୟ ଲେଖା ହେଇଛି, 56 ଅଧ୍ୟାୟ ଗୀତ ତାର 8 ପଦ ପଢିଦିଅ ମା। ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ, ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ନେତ୍ର ଜଳ ରଖିଥାଅ, ତାହା ସବୁ କଣ ତୁମ୍ଭ ପୁସ୍ତକରେ ନାହିଁ? ଥ୍ୟାଙ୍କ ୟୁ।
ସେ ଆମମାନଙ୍କର ଆଖିର ଲୁହକୁ ତାଙ୍କ ପାତ୍ରରେ ରଖିଅଛନ୍ତି। ଲୁହ ପ୍ରକାର ଏକ ଶବ୍ଦ, ଏହି ପ୍ରକାର ଏକ ଜିନିଷ, କେବଳ ଲୁହ ଆଉ ଆମମାନଙ୍କ ହୃଦୟର କୋହ, ଆମମାନଙ୍କ ହୃଦୟର ଆଉ ସରଳତା, ଆମମାନଙ୍କ ହୃଦୟର ଦୁଃଖ ଈଶ୍ୱରଙ୍କ ହୃଦୟକୁ ତରଳେଇ ଦେଇଥାଏ। ଯୋଉ ଲୁହ ସେ ରଖିଛନ୍ତି ସେ ଅନୁସାରେ ଆମମାନଙ୍କୁ ସେ ପୁରସ୍କାର ଦେବେ। ତେବେ ଆଉ ଆମେ ଦେଖୁଛୁ ଆମମାନଙ୍କର ଲୁହ ଅସ୍ତ୍ର ଠାରୁ ମଧ୍ୟ ଶକ୍ତିଶାଳୀ ଅଟେ। ଅସ୍ତ୍ର କାର୍ଯ୍ୟରେ ଆସିବ ନାହିଁ। ଅସ୍ତ୍ର ଯୋଉମାନେ ଧରନ୍ତି ନିରାଶ ହେଇଯିବେ। ଅସ୍ତ୍ର ଯୋଉମାନେ ଧରନ୍ତି ସେମାନେ ହତାଶ ହେଇଯିବେ। ଯୋଉମାନେ ନିଜ ବଳରେ ନିର୍ଭର କରନ୍ତି ସେମାନେ ହତାଶ ହେଇଯିବେ। କିନ୍ତୁ ଯୋଉମାନେ ଆପଣ ଲୁହରେ ଈଶ୍ୱରଙ୍କ ଉପରେ ନିର୍ଭର ରଖନ୍ତି ସେମାନେ ସଫଳ ପାଇବେ। ପ୍ରିୟମାନେ, ସେଇଦିନ ହିଜକିୟା ରାଜା ଜଣେ ସଫଳ ରାଜା। ତାଙ୍କ ଅସ୍ତ୍ର କାମ କଲା ନାହିଁ, ତାଙ୍କ ସୈନ୍ୟ କାମ କଲେ ନାହିଁ, ତାଙ୍କ ଘୋଡ଼ା ନାହିଁ କଲା ନାହିଁ, କିନ୍ତୁ ତାଙ୍କ ଲୁହ କାମ କଲା ଈଶ୍ୱରଙ୍କ ହୃଦୟକୁ ତରଳେଇ ଦେବା ପାଇଁ। ଆମେ ଯେତେକୁ ଆଜି ଅଛୁ, ଆଜି ରାତିରେ ଯେତେବେଳେ ଆମେ ପ୍ରାର୍ଥନା କରିବା, ଈଶ୍ୱର କଣ ଆମର ଲୁହ, ଆମର ପ୍ରାର୍ଥନା ଶୁଣି ତରଳି ଯାଇ ତାଙ୍କ ହୃଦୟ ଦୟାରେ ପୂର୍ଣ୍ଣ ହେଇ ଆମମାନଙ୍କୁ ରାତିରେ କଥା କହିବେ କି? ଯଦି ନାହିଁ, ଆମମାନଙ୍କ ଜୀବନକୁ ଆମେ ସମୀକ୍ଷା କରୁ, ଆମମାନଙ୍କ ଜୀବନକୁ ପ୍ରଭୁଙ୍କ ନିକଟରେ ଆମେ ପରୀକ୍ଷା କରୁ, ଆଉ ଆମେ ଈଶ୍ୱରଙ୍କର ନିକଟବର୍ତ୍ତୀ ହଉ ଏକ ଶକ୍ତିର ଲୁହ ସହିତ, ଯୋଉ ଲୁହ ସର୍ବଶକ୍ତିମାନ ପରମେଶ୍ୱର ପୃଥିବୀର ସୃଷ୍ଟିକର୍ତ୍ତାଙ୍କ ହୃଦୟକୁ ତରଳେଇ ଦେବ। ଶେଷ କଥା ମୁଁ କହିବା ପାଇଁ ଚାହେଁ, ଅଳ୍ପ ସମୟ ଆମମାନେ ଆଉ ବିଚାରକର୍ତ୍ତା ତାର 16-28 ପଢିବା। କେହି ଜଣେ ଦୟାକରି ପଢି ଦିଅନ୍ତୁ। ଅଠେଇଶ ସେତେବେଳେ ଆଜ୍ଞା। ସାମସନ ସଦାପ୍ରଭୁଙ୍କୁ ଡାକି କହିଲା, ହେ ପ୍ରଭୁ ସଦାପ୍ରଭୁ, ନିବେଦନ କରୁଅଛି, ମତେ ସ୍ମରଣ କର। ହେ ପରମେଶ୍ୱର, ନିବେଦନ କରୁଅଛି, ମୁଁ ଯେପରି ପଲେଷ୍ଟିୟ ମାନଙ୍କ ଠାରୁ ଏକାବେଳକେ ମୋହର 2 ଚକ୍ଷୁର ପରିଶୋଧ ନେଇପାରିବି, ଏଥିପାଇଁ କେବଳ ଏହି ଥରକ ମତେ ବଳବାନ କର। ଥ୍ୟାଙ୍କ ୟୁ ଦିଦି। ତେବେ ଆମେ ସାମସନଙ୍କ କଥା ଦେଖୁ। ଆପଣ ସମସ୍ତେ ଜାଣନ୍ତି, ଛୋଟ ବେଳରୁ ଆମର ହଉଛି ଏଇଟା ଗୋଟେ ସଣ୍ଡେ ସ୍କୁଲର କାହାଣୀ। ଆଉ ସାମସନଙ୍କ କଥା ସମସ୍ତେ ଜାଣୁ। ସାମସନ ଜଣେ ବ୍ୟକ୍ତି ଯାହାକୁ ପରମେଶ୍ୱର ଏକ ଦାନ୍ୟ ଗୋଷ୍ଠୀ ମଧ୍ୟରେ ସେ ଜନ୍ମ ଦେଲେ, ଆଉ ତାଙ୍କୁ ବ୍ୟବହାର କରିବା ପାଇଁ ତାଙ୍କ ଆଉ ମାଙ୍କୁ, ତାଙ୍କ ବାପାଙ୍କୁ ସେ ବ୍ୟବହାର କଲେ, ଏବଂ ସେ ନାସରିୟତୀୟ ହେଇକରି ରହିବେ। କିନ୍ତୁ କାଳକ୍ରମେ ସାମସନଙ୍କର ଜୀବନ ଏଇ ପ୍ରକାର ହେଲା, ସେ ଭୁଲ ଉପରେ ଭୁଲ, ଭୁଲ ଉପରେ ଭୁଲ ସେ କରିବାକୁ ସେ ଆରମ୍ଭ କଲେ, ଏବଂ ଶେଷରେ ତାଙ୍କୁ ଶତ୍ରୁ ହସ୍ତରେ ପଡିବାକୁ ପଡିଲା। କାରଣ ତାଙ୍କ ଶେଷ ସ୍ତ୍ରୀ, 4ଟା ସ୍ତ୍ରୀ କଥା ଆମେ ଦେଖୁଛୁ ଏଠି, କିନ୍ତୁ ଶେଷରେ ଦଳିଲା ନାମକ ଯୋଉ ସ୍ତ୍ରୀ ଥିଲା ତାଙ୍କର, ଆଉ ସେ ତାଙ୍କ ହାତରେ ପଡିଲା ପରେ ସେ ତାଙ୍କୁ ଭ୍ରାନ୍ତ କଲା। ଆଉ ସେ ବିଭିନ୍ନ ସମୟରେ ତାଙ୍କୁ ପଚାରିଲା, ତୁମର ବଳ କେଉଁଠାରେ ଅଛି? ସେ 2-3 ଥର ସେ କହିଲେ ତାଙ୍କର ବଳର ରହସ୍ୟ, କିନ୍ତୁ ଫେଲ ହେଇଗଲେ। ଶେଷରେ ସେ କାନ୍ଦି ତାଙ୍କୁ ଧରି ଆଉ ସେ ତାଙ୍କୁ ପଚାରିଲା, ତାପରେ ତାର ରହସ୍ୟ ସେ କହିଦେଲା। ଯେତେବେଳେ ରହସ୍ୟ କହିଦେଲା, ସେତେବେଳକୁ ସେ, ଆମେ ସମସ୍ତେ ଜାଣୁ, ତାଙ୍କୁ ଶତ୍ରୁ ହସ୍ତରେ ସମର୍ପିତ କଲା। ଶତ୍ରୁ ମାନେ ଆନନ୍ଦ କଲେ, ଖୁସି ହେଇଗଲେ, ଏବଂ ତାଙ୍କୁ ନେଇ କାରାଗାରରେ ପକେଇଲେ ବୋଲି ଲେଖା ହେଇଛି। ଏବଂ ତାପରେ ତାଙ୍କୁ ଆଖି ଫୋପାଡ଼ି ଦେବେ। ଶେଷ ସମୟରେ ତାଙ୍କୁ ଦେଖିବେ ତାଙ୍କର ଅବସ୍ଥାକୁ। କାରଣ ଜୀବନରେ ଥିଲା ସମୟରେ ସାମସନ ଏତେ ଲୋକକୁ ମାରିଛନ୍ତି, ଆଉ ପଲେଷ୍ଟିୟ ଲୋକମାନଙ୍କ ବିରୁଦ୍ଧରେ ଯାଇଛନ୍ତି, କେହି ବି ସଫଳ ହେଇନାହାନ୍ତି ତାର ପ୍ରତିଶୋଧ ନେବା ପାଇଁ। ବର୍ତ୍ତମାନ ସେମାନେ ତାଙ୍କୁ ଧରିକରି ସମସ୍ତେ ଅପେକ୍ଷା କରିଛନ୍ତି। ଜଣେ ସାଧୁ ପତିତ ହେଇଗଲା ପରେ ଈଶ୍ୱରଙ୍କୁ ଡାକୁଛନ୍ତି। ତେବେ ମୁଁ ପ୍ରଥମ କଥା କହିଲି, ଜଣେ ସାଧୁର କଥା ଶୁଣି ପରମେଶ୍ୱର ତାଙ୍କ ହୃଦୟକୁ ତରଳେଇ ଦେବେ। ଦ୍ୱିତୀୟ କଥା ମୁଁ କହିଲି, ଜଣେ ଦୁଃଖିନୀ ଲୋକର ମୋର କଥା ଶୁଭା ଯାଉଛି କି?
ଆଜ୍ଞା 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 ହ୍ୟାଲୋ ଶୁଭା ଯାଉଛି। ଆଜ୍ଞା ଶୁଭା ଶୁଭା ଯାଉଛି ଯାଉଛି। ଆଜ୍ଞା। ହ୍ୟାଲୋ ଆଜ୍ଞା ଶୁଭା ଯାଉଛି ହ୍ୟାଲୋ ଆଜ୍ଞା। ହଁ ଆଜ୍ଞା ଶୁଭା ଯାଉଛି। ହ୍ୟାଲୋ ହ୍ୟାଲୋ ଆଜ୍ଞା ଶୁଭୁଛି ଶୁଭା ହଁ ଯାଉଛି। ଶୁଭୁଛି, ଶୁଭା ଯାଉଛି। ମୋର କଥା ଶୁଭା ଯାଉଛି କି? ହଁ ହଁ କଣ୍ଟିନ୍ୟୁ କରନ୍ତୁ। ଆଜ୍ଞା ଆଜ୍ଞା ଥ୍ୟାଙ୍କ ୟୁ ସାର୍। ଆକ୍ଚୁଆଲି ମୋର ୱାଇଫାଇ କଟିଗଲା, ଇଲେକ୍ଟ୍ରିସିଟି ଚାଲିଗଲା ତ ସେଥିପାଇଁ। ସୋ ତେବେ ଆମେ ଦେଖୁଛୁ ଶେଷ ସମୟରେ ତାଙ୍କୁ ନେଇ ତାଙ୍କର କୌତୁହଳ ଦେଖିବା ପାଇଁ ସେମାନେ ଚିନ୍ତା କରୁଛନ୍ତି। ପ୍ରଭୁ ତାଙ୍କ ପ୍ରାର୍ଥନା ଶେଷ ସମୟରେ ସେ ଶୁଣୁଛନ୍ତି। ତେବେ ମୁଁ ଟିକେ ପୂର୍ବରୁ କହିଲି ଯେ ପରମେଶ୍ୱର ଜଣେ ସାଧୁର କଥାକୁ ଶୁଣିବେ, ପରମେଶ୍ୱର ଜଣେ ଦୁଃଖିନୀ ମାର କଥା ଶୁଣୁଛନ୍ତି, ପରମେଶ୍ୱର ଜଣେ ପତିତ ସାଧୁ କଥାକୁ ମଧ୍ୟ ଶୁଣୁଛୁ। ତେବେ ନାସରିତ୍ୟ ମାନଙ୍କର ନିୟମ ଅନୁସାରେ ଯେତେବେଳେ ଜଣେ ନାସରିତ ହେବ, ସେ କୌଣସି ପ୍ରକାର ସେ ମନ୍ଦ କାର୍ଯ୍ୟ କରିବ ନାହିଁ। ସେ ଈଶ୍ୱରଙ୍କ କାର୍ଯ୍ୟ ନିମନ୍ତେ ସମ୍ପୂର୍ଣ୍ଣ ଡେଡିକେଟେଡ୍ ହେବ। ନମ୍ବର 1, ସେ ଈଶ୍ୱରଙ୍କୁ ତାଙ୍କ ଶରୀରରେ କୌଣସି ପ୍ରକାର ଅଶୁଚି କରିବ ନାହିଁ। ନମ୍ବର 2, ଜଣେ ନାସରିତ ବ୍ୟକ୍ତି କୌଣସି ସ୍ତ୍ରୀକୁ ସ୍ପର୍ଶ କରିବ ନାହିଁ। ନମ୍ବର 3, ଜଣେ ନାସରିତ ବ୍ୟକ୍ତି ତାର ମୁଣ୍ଡରେ କ୍ଷୁର ଲଗାଇବ ନାହିଁ, ବ୍ଲେଡ୍ ଲଗାଇବ ନାହିଁ। ନମ୍ବର 4, ଜଣେ ନାସରିତ ବ୍ୟକ୍ତି ତାର ଆତ୍ମିକ ରହସ୍ୟ କାହାକୁ ସେ କହିବ ନାହିଁ। କିନ୍ତୁ ଏଠି ଆମେ ବିପରୀତ କଥା ଦେଖୁଛୁ। ଯେତେବେଳେ ସାମସନ୍ ସେ ପତିତ ହେଇଗଲେ, ସେତେବେଳେ ସେ କଣ କରୁଛନ୍ତି? ନାଇଁ, ସେ ତାଙ୍କର ଯୋଉ ସେପାରେସନ ଥିଲା ପ୍ରଭୁଙ୍କ ପାଇଁ ଯୋଉଠି ଥିଲା, ତାକୁ ସେ ହରଉଛନ୍ତି। ଦ୍ୱିତୀୟ କଥା, ସେ ଏକ ସ୍ତ୍ରୀର ଫାନ୍ଦରେ ପଡୁଛନ୍ତି। ତୃତୀୟ କଥା, ସେ ତାଙ୍କ ମୁଣ୍ଡରେ କ୍ଷେର ଲାଗୁଛି ଏବଂ ସବୁ ରହସ୍ୟ ଯାହା ଈଶ୍ୱର ମନା କରିଥିଲେ ସେ ସ୍ତ୍ରୀକୁ ସେ କହି ଦଉଛନ୍ତି। ମଲା ସିଂହକୁ ଛୁଇଁବାର ନଥିଲା ଜଣେ ନାସରିତ ବ୍ୟକ୍ତି, କିନ୍ତୁ ସେ ଛୁଉଁଛନ୍ତି। ପ୍ରିୟମାନେ, ସେତେବେଳେ ସେ ଭୁଲ କଲେ, ଈଶ୍ୱର ତାଙ୍କ ନିକଟରୁ ସେ ଚାଲି ଯାଉଛନ୍ତି, ଈଶ୍ୱର ତାଙ୍କ ପାଖରେ ନାହାନ୍ତି। କିନ୍ତୁ ଶେଷ ଥର ପାଇଁ ସେ କହିଲେ, ଆମେ ଯୋଉଟା 28 ପଦରେ ଦେଖୁଛୁ, ପ୍ରଭୁ ମତେ ଗୋଟେ ଥର ବଳ ଦିଅ, ଗୋଟେ ଥର ମତେ ଶକ୍ତି ଦିଅ। ତହିଁରେ ସେ ଏ ପ୍ରକାର ଶକ୍ତି ପାଇଲେ, ଈଶ୍ୱର ତାଙ୍କୁ ଦେଲେ ଯେ ସେ 2ଟି ଖମ୍ବ ଥିଲା ଏବଂ ଆମେ ଦେଖୁଛୁ ମନ୍ଦିର ମଧ୍ୟରେ ପ୍ରାୟ 3000ରୁ ଅଧିକ ଲୋକ ସେ ଜାଗାରେ ଥିଲେ। ସେ এই ପ୍ରକାର ବଳ ଶକ୍ତି ପ୍ରଭୁ ତାଙ୍କୁ ଦେଲେ। ସେ ମନ୍ଦିର ଭୁଷୁଡ଼ି ପଡ଼ିଲା ଏବଂ ଜୀବନର ଠାରୁ, ତାଙ୍କ ଜୀବନର ଆରମ୍ଭ ଠାରୁ ଜୀବନର ଶେଷରେ ଅନେକ ଲୋକମାନେ ସେମାନେ ମୃତ୍ୟୁବରଣ କଲେ, ଶତ୍ରୁମାନଙ୍କର ସେ ପରିଶୋଧ ନେଲେ। ତେବେ ଈଶ୍ୱର ଆମମାନଙ୍କର ଶତ୍ରୁମାନଙ୍କୁ ଠାରୁ ପ୍ରତିଶୋଧ ନେବା ପାଇଁ ଅନେକ ସମୟରେ ଶୈତାନର ବିରୁଦ୍ଧରେ ଲଢ଼ିବା ପାଇଁ ଆମମାନଙ୍କୁ ଏକ ଅସ୍ତ୍ର ଦେଇଛନ୍ତି, ବିଭିନ୍ନ ଅସ୍ତ୍ର। ପ୍ରାର୍ଥନା, ଉପବାସ, ଶାସ୍ତ୍ର ଅଧ୍ୟୟନ, ମେଡିଟେସନ, ଏସବୁ ଆମମାନଙ୍କ ଜୀବନରେ ଦେଇଛନ୍ତି। ଆମେ ତାକୁ ବ୍ୟବହାର କରିବାକୁ ପଡ଼ିବ। ଆଜି 3 ଜଣ ବ୍ୟକ୍ତିଙ୍କର କଥା ଯୋଉ ଆମେ ଚିନ୍ତା କଲେ, ସେମାନଙ୍କର ଲୁହ ଶକ୍ତିଶାଳୀ ଥିଲା। ହିଜକିୟଙ୍କର ଲୁହ ଏତେ ଶକ୍ତି ଥିଲା, ଈଶ୍ୱରଙ୍କ ହୃଦୟକୁ ତରଳେଇ ଦେଲା। ହାଗାରଙ୍କର ଲୁହ ଏତେ ଶକ୍ତିଶାଳୀ ଥିଲା, ଈଶ୍ୱରଙ୍କ ହୃଦୟକୁ ତରଳେଇ ଦେଲା। ଏବଂ ସାମସନଙ୍କର ଲୁହ ଏତେ ଶକ୍ତିଶାଳୀ ଥିଲା ଯେ ଈଶ୍ୱରଙ୍କର ହୃଦୟକୁ ତରଳେଇ ଦେଲା। ଆଜି ଯଦି ସେଇ ପ୍ରକାର ଲୁହ ଝରି ଦୁଃଖର ସହିତ ଭାଙ୍ଗି କ୍ରନ୍ଦନର ସହିତ ଈଶ୍ୱରଙ୍କର ନିକଟବର୍ତ୍ତୀ ହଉ, ପରମେଶ୍ୱର ଆମମାନଙ୍କର ପ୍ରାର୍ଥନା ଶୁଣି ଆମମାନଙ୍କର ଅଭାବକୁ ଦୂର କରିବେ। ହୁଏତ ଆମମାନଙ୍କ ସମସ୍ୟାକୁ ଦୂର କରିବେ। ଆମର କଣ ସମସ୍ୟା ଅଛି ସେ ଜାଣିବେ, ଆମମାନଙ୍କୁ ଉତ୍ତର ଦେଇ ଆମମାନଙ୍କୁ ବ୍ୟବହାର କରିବେ। ତେବେ ପ୍ରଭୁ ଏଇ ଛୋଟିଆ ଚିନ୍ତାରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ହୁଏତ ଆମେ ସଫଳ ପ୍ରାପ୍ତ ଅଟୁ, କିନ୍ତୁ ଆମମାନଙ୍କ ପାଇଁ ମୃତ୍ୟୁ ରହିଛି, କିନ୍ତୁ ଆମମାନଙ୍କର ଲୋତକ ସେଥିପାଇଁ ଆବଶ୍ୟକ। ହୁଏତ ଆମେ ପରିତୃପ୍ତ ଅଟୁ, କିନ୍ତୁ ଆମମାନଙ୍କର ସଫଳତା ପାଇଁ ଆମମାନଙ୍କୁ ଲୁହର ଆବଶ୍ୟକ। ହୁଏତ ଆମେ ପତିତ ହେଇଯାଇଛୁ, ଭୁଲ ବାଟରେ ଯାଇଛୁ, ଫେରି ଆସୁ, ଈଶ୍ୱରଙ୍କ ନିକଟରୁ ଲୁହର ସହିତ ସଦାପ୍ରଭୁ କ୍ଷମା ଦେଇ ଆମମାନଙ୍କୁ ବ୍ୟବହାର କରି ତାଙ୍କ ଗୌରବ ନିମନ୍ତେ ଆମମାନଙ୍କୁ ବଞ୍ଚେଇବେ। ପ୍ରଭୁ ଏଇ 3 ଜଣଙ୍କ ତୁଲ୍ୟ ଆମମାନଙ୍କ ଜୀବନରେ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ, ବ୍ୟବହାର କରି ତାଙ୍କ ପାଇଁ ଆମମାନଙ୍କ ପାଇଁ ବଞ୍ଚାନ୍ତୁ। ପ୍ରଭୁ ସମସ୍ତଙ୍କୁ ଏଇ ଛୋଟିଆ ଚିନ୍ତାର ଆଶୀର୍ବାଦ କରନ୍ତୁ। ଆମେନ୍।
ओवर टू सिस्टर जो माने परिचालन करते। थैंक यू वेरी मच। करेंट हाँ थैंक यू आज्ञा बहुत बहुत धन्यवाद आज्ञा अति सुंदर वाक्य द्वारा आम मान को पढ़ाई नहीं अच्छे वास्तव में आज वाक्य आम मान निहाती आवश्यक वाक्य अटे आम माने धारावाहिक भाव में वास्तव में प्रार्थना करिथाउ किंतु आम माने क्रंदनर सहित निजको नम्र करी नत करी आम माने लोतक दे केबे भी प्रार्थना करि न थाओ आउ आम माने ए प्रकार प्रार्थना करबा आवश्यक जेपरि कि हागार पुणी हमर सामसन पुणी हिजकियों परे आम माने निजको नम्र करी आम माने ए प्रकार प्रार्थना करिवार आवश्यक कि परमेश्वरंकर हृदय मध्य तरली जीव ए प्रकार प्रार्थना करिवार आवश्यक वास्तव में अति सुंदर वाक्य द्वारा आम मान को कढ़ाई नहीं अच्छे आज्ञा आउ ए वाक्य द्वारा माने अनेक विषय शिक्षा पाई अच्छु आउ आशीर्वाद मध्य पाई अच्छु तो बहुत बहुत धन्यवाद आज्ञा आपण को आम मान को निकट को आसिले अति सुंदर वाक्य द्वारा आम मान को कढ़ाई नहीं प्रभु आशीर्वाद करंतु आज्ञा सेवा कार्य को परिवार को पुणी परिवार प्रत्येक को पुणी असुस्थता मध्य सुस्थता प्रदान कर तो प्रेज द लॉर्ड आज्ञा बहुत बहुत धन्यवाद प्रेज द लॉर्ड आसंतु आम माने वर्तमान प्रार्थना करबा निमंते जिबा तो आम मान को मध्य रे जेम्स राय आज्ञा अछंती प्रेज द लॉर्ड आज्ञा प्रेज द लॉर्ड प्रेज द लॉर्ड आज्ञा प्रार्थना करंतु आज्ञा मु किछि विषय आपन को प्रार्थना रो अनुरोध देबी दया करी से विषय निमंते प्रार्थना करंतु आज्ञा प्रार्थना करंतु आज्ञा आरंभ वाक्य पठन करिथिबा प्रिय सिस्टर को निमंते आउ जो माने मध्यस्थ प्रार्थना करि अछंती समानक सकाशे मध्ये प्रार्थना करंतु आज्ञा पुणी प्रार्थना करंतु आराधना करथिबा प्रिय सिस्टर को निमंते पुणी प्रार्थना करंतु आज्ञा आजिर वक्ता महाशय जहा कि हम जीवन पाई निहाती आवश्यक वाक्य समस्त प्रदान करि अछंती प्रभुंकर दासक निमंते तांको सेवा कार्य निमंते तांको परिवार निमंते मध्ये प्रार्थना करंतु आज्ञा पुणी प्रार्थना करंतु हमर गोस्पेल मिनिस्ट्री रो ऑफलाइन कार्यक्रम एवं ऑनलाइन कार्यक्रम प्रभु दयारु जेपरि उत्तम भाव हेबो एथि निमंते मध्ये प्रार्थना करंतु आज्ञा पुणी हम होस्ट महाशय को मध्ये प्रभु को निकट रे समर्पित करिवे पुणी आज परिचालना करबा निमंते नळिनी आंटी घर थिला तो आंटी को निमंते मध्ये पुणी हम डिवाइस रे जत्ते परिवार बसी अछु प्रत्येक परिवार निमंते मध्ये प्रार्थना करंतु आज्ञा प्रेज द लॉर्ड आज्ञा प्रेज द लॉर्ड समस्त को मोर भक्तिपूर्ण नमस्कार भाई आपण म्यूट कर जंतु नले इको लागुची ओके थैंक यू मंगलमय प्रभु आमे तुमरी धन्यवाद करूछु तुमरी प्रशंसा गौरव करूछु अनुग्रह करी आमानको ए संध्या समय रे प्रभु विभिन्न स्थान रो जोड़ी होई तुमरी उपासना आराधना करिवा पय आमानको सुयोग देलो ता सहित मध्य प्रभु तुमरी पवित्र धर्मशास्त्र लोक मानकर कथा आमानको सित पे धन्यवाद करूछु प्रभु धन्यवाद जीवन विभिन्न समय प्रभु तुमरी लोक मान द्वारा आमानको तुमरी चेतनामूलक वाक्य आमानको सुनाउछु तुमरी धन्यवाद करूछु एटा गॉस्पेल मिनिस्ट्री पाए मध्य प्रभु आमानक पाए परिश्रम करी ए जुम आयोजन करी तुमरी दास माननको प्रभु कार्य करने प्रार्थना प्रभु मध्यस्थी प्रार्थना रे आराधना करिबारे से समस्त को समर्पण करछु समानको तुमे प्रचुर आशीर्वाद कर और तुमरी गौरव निमंते व्यवहार कर धन्यवाद करूछु प्रभु भाई प्रकाश को पाए तांको आज तुमे व्यवहार कल प्रभु तुमरी वाक्य रु निगूढ़ तत्व मान को बुझेवा पाए से पारिले सेतिपाई आमे धन्यवाद करूछु तांकर सेवा कार्य तांकर परिवार पाए मध्ये आमे धन्यवाद करूछु प्रभु प्रकृत रे तुमरी जो लोक माने प्रभु क्रंदन करंती डाक पकांती प्रार्थना करूछु प्रभु विशेष करी तुम्हें आशीर्वाद कर तुमरी पाए आमानकु व्यवहार कर वाक्य अनुसार जीवन काटिबा पाए तुम्हें आमानकु सहाय्य कर
विशेष करी प्रभु जेते लोक आम तुम वाक्य शुणीचु समस्त को वाक्य अनुसार जीवन काटापी तुम्हें अनुग्रह कर झील षष्ठीना मैंने प्रार्थना करू सुंदर भाव से लीडिंग करुछंती तांको तुम्हें आशीर्वाद कर विश्वास रे वृद्धि कर प्रभु आम जहाँ मागिबा पारिना तुम्हें अनुग्रह रे आमको प्रदान कर गौरव संभ्रम महिमा केवल तुम्हें पाओ ये प्रार्थना त्राणकर्ता प्रिय जीशु नाम रे मागुअछु पिता आमेन 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 धन्यवाद आज्ञा बहुत बहुत धन्यवाद बोझर सहित समस्त विषय प्रभु निकट में जणाइथिबारु प्रभु आपणक एवं सेवा कार्य रे बहुल भाव रे आशीर्वाद करंतु आज्ञा बहुत बहुत धन्यवाद प्रेज द लॉर्ड आसंतु आमे माने वर्तमान प्रभु शिखाइथा प्रार्थना सहित आशीष प्रार्थना करबा निमंते जीवा तो हम मानक मध्य जेपी दास आज्ञा अछंती प्रेज द लॉर्ड आज्ञा Praise the Lord, praise the Lord, praise the प्रेज द लॉर्ड आज्ञा हम मानक प्रभु शिखाइथा प्रार्थना सहित आशीष प्रार्थना रे पढ़ाई ने भाबे आज्ञा Lord. Okay. आसु आमने प्रभु शिखाइथिबा आदर्श प्रार्थना करू हे आम मानकर स्वर्गस्थ पिता तुम नाम पवित्र बोली मान्य हो तुमर राज्य आसु जेपरि स्वर्ग रे सेहीपरि पृथ्वी रे तुम्भर इच्छा सफल हो आज आम मानकु प्रयोजनीय आहार दियो आमे माने जेपरि निज निज अपराधी मानकु क्षमा करियोछु सेहीपरि आम मानकर अपराध सब क्षमा कर परीक्षा रे आम मानकु न आण मात्र मंदरु रक्षा कर जन राज्य पराक्रम गौरव जुगे जुगे तुम्भर आमेन आमेन केतेबेले पिता ईश्वरंकर महाप्रेम प्रभु जीशु ख्रीष्टंकर अनुग्रह धर्मात्मा पवित्र आत्माकर शांति सहभागिता आनंद चेतना उन्मादना उपस्थित आम रॉक गॉस्पेल ले जेते जन मोर भाई भौणी संतान संतति माने तुम दासदासी माने तुमरी वाक्य माने सुनिचु प्रत्येक जनकर सहित जीवन शेष संध्या पर्यंत तुमर से आगमन को धैर्य धरी अपेक्षा कर साहाय्य एवं उपकार करंतु आमेन 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 प्रेज द लॉर्ड प्रेज द लॉर्ड आज्ञा बहुत बहुत धन्यवाद आज्ञा Praise the मानक प्रभु शिखाइथ प्रार्थना सहित आशीष प्रार्थना रे कढ़ाई नहीं अछंती प्रभु आपनको मध्य परिवार को सेवा कार्य रे बहुल भाव रे आशीर्वाद करंतु बहुत बहुत धन्यवाद आज्ञा प्रेज द लॉर्ड प्रभुଙ୍କର महत् नामर गौरव हो प्रशंसा और धन्यवाद हो प्रभु आज हम मानक सहित थाई आरंभ शेष पर्यंत नेटवर्क कौन प्रॉब्लम है ना उत्तम भाव रे आराधना रे प्रार्थना रे वाक्य पठन रे वाक्य कहिबारे पुणी प्रार्थना करिबारे समस्त विषय उत्तम भाव रे समापन कराइथिबारु सर्वशक्तिमान ईश्वर को सर्वप्रथम रे हम माने को उच्च करताळर सहित हम माने धन्यवाद देबा प्रभुଙ୍କର गौरव हो प्रभुଙ୍କର प्रशंसा हो प्रभुଙ୍କର धन्यवाद हो भौणी धन्यवाद दउछ आज्ञा प्रेज द लॉर्ड भौणी लाइव चली टिके कट करंतु आज्ञा होस्ट आज्ञा नाहंती आंटी सुरा तांके ही होस्ट करि आज्ञा पारि होस्ट आज्ञा ही करि परिबे नलिनी जेना बोधे भौणी से को होस्ट अछंती पर लागुची आज्ञा प्रेज द लॉर्ड आज्ञा हां अछि सेरा केमति करा जाय कैप्शन वेबसाइट कि करा जाय आज्ञा लाइव टा सेटा तो लाइव देखा जाउनी अवश्य आमे लेफ्ट करिबा समस्त ताले सेटा कटि जबो तो हां ठीक अछि हाँ, आपण left करो, सुविधा सब- नहीं। सबला तो थैंक्सगिविंग left करो। पूरा देख शीघ्र समस्त पर्यंत को पळैबा समस्त को मु धन्यवाद दउछि आजिर वक्ता महाशय को मु पुनर्बार धन्यवाद दउछि पुणी आम मान प्रार्थना रे कढ़ाई नहीं थिबा दास मान को मध्य मु धन्यवाद दउछि पुणी वाक्य पठन रे पुणी आराधना रे पुणी मध्यस्थ प्रार्थना रे कराई थिबा पुणी हमर शेष प्रार्थना रे कढ़ाई नहीं थिबा आज्ञा मान को प्रत्येक को मु प्रभु यीशु को नाम रे धन्यवाद दउछि ता सहित धन्यवाद दउछि हम नळिनी आंटी तांको सकाशु मु ए सुंदर सुजोग पाइली आज तो मु आंटी को मध्य धन्यवाद दउछि पुणी प्रत्येक को मु धन्यवाद दउछि आपण माने योगदान कले आरंभ शेष पर्यंत हम मान सहित उपस्थित हेले आ उत्तम भाव रे हम मान सहित उपस्थित ही आज वाक्य पठन रे प्रार्थना करिबारे आराधना रे समस्त विषय रे सहमत हेतुवारु प्रभु प्रत्येक को बाहुल्य भाव रे आशीर्वाद करंतु प्रत्येक को प्रेज द लॉर्ड समस्त को मोर नमस्कार प्रेज द लॉर्ड तो आसंतु हम माने प्रत्येक लेफ्ट करिबा तो प्रेज द लॉर्ड आंटी आज्ञा प्रेज द लॉर्ड जेपी दास आज्ञा प्रकाश आज्ञा जेम्स आज्ञा समस्त को मोर प्रेज अति सुंदर भाव रे परिचालना करति पारु प्रभु आशीर्वाद करंतु
होस्ट तमे ही अस स्वस्ति ना तमे ही ये करि पारिबो ଯାହା କରିପାରିବ ତମେ ଆଜ୍ଞା ତ ସ୍ୱସ୍ତି ମୁଁ ନା ଆଉ କଣ କରିବି ଭୁଲ କରିବି ହଁ ଏଣ୍ଡ ଅଫ ଦିସ୍ ମିଟିଂ କରିଦେଲେ ଗଲା ଶେଷ ପୁରା टच कले एंड आसीबो सेठी टच कर देले हला ହଁ